ଆପଣଙ୍କର କେତେ ଏକର ଜମି ଅଛି ଆଜ୍ଞା? 3.5 ଏକର। କେତେ ଧାନ ଉତ୍ପାଦନ କରିଛନ୍ତି? ପାଖାପାଖି 50 କୁଇଣ୍ଟାଲ। ମାନେ ଗୋଟିଏ ଏକରରେ କେତେ ଧାନ ହେଇଥିଲା ଏଥର ଆପଣଙ୍କ ଜମିରେ? ଆମ ଜମିରେ 20 କୁଇଣ୍ଟାଲ ସମଥିଙ୍ଗ। ଆଜ୍ଞା 20 କୁଇଣ୍ଟାଲ ସମଥିଙ୍ଗ। ଆଚ୍ଛା, ଧାନ ବିକିଲେଣି? ନାଇଁ ଆଜ୍ଞା। ମଣ୍ଡିରେ ନେଇଛନ୍ତି ଧାନ? ନାଇଁ ଆଜ୍ଞା। ମଣ୍ଡିକୁ ନେବେ ନାହିଁ? ନା ମଣ୍ଡି ଦିଆହେଇଛି। ଆସିଛି ମୋର ଟୋକନ ଆସିଛି? ଟୋକନ ଆସିଛି, ମେସେଜ ଆସିଛି 31 କୁଇଣ୍ଟାଲ 18 କିଲୋ। 31 କୁଇଣ୍ଟାଲ କିଣିବେ ବୋଲି କହିଛନ୍ତି ଆପଣଙ୍କର? 31 କୁଇଣ୍ଟାଲ 98 କିଲୋ। 31 କୁଇଣ୍ଟାଲ 98 କିଲୋ କିଣିବେ? ଆଜ୍ଞା। ଅନୁପାତ କାହିଁକି ସେମିତି ହେଲାଣି? ଜଣା ନାହିଁ, ଭେଟିଥିଲା ମାନେ ଆପଣଙ୍କର 50% ଧାନ କିଣିବେ? ଆଜ୍ଞା। ଏଥିରୁ ଆପଣ ଯେଉଁ ଉତ୍ପାଦନ କରୁଛନ୍ତି 3.5 ଏକର ଜମିରେ ଯେଉଁ ଚାଷ ହେଇଛି ତାର 50% କିଣିବେ? କୋଉ ରେଟ୍ରେ କିଣିବେ ଆଜ୍ଞା? ଗଭର୍ଣ୍ଣମେଣ୍ଟ ରେଟ୍ ତାଙ୍କର 3179 ଥିଲା, ଆଉ ଏ ବର୍ଷ 79 କରୁଛନ୍ତି। 3179 କିଣିବେ ବୋଲି କହୁଛନ୍ତି। 3179 କିଣିବେ କି? ଆପଣ ମଣ୍ଡି ଯାଇଥିଲେ? ମଣ୍ଡି ଯାଇଛି, କିନ୍ତୁ ରେଟ୍ଟା କହୁଛନ୍ତି 3179 କରୁଛନ୍ତି। ଆଉ ଟୋକନ ଦେଇନାହାନ୍ତି ଆପଣ। କଟି ଛଟି କେତେ ହେଉଛି ସେଠି? ପ୍ରତି 8 ଟଙ୍କା 9 କିଲୋ କାଟିବେ ବୋଲି ଆପଣ କହିନାହାନ୍ତି, କିନ୍ତୁ କାଟିବେ ବୋଲି କହୁଛି ସୂଚନା ଦେଇଛନ୍ତି। ଆପଣ ସାଇଡ଼ରେ ଯେଉଁ ଚାଷୀ ଅଛନ୍ତି ଭାଗିଗଲେ? ଆଜ୍ଞା ଆପଣଙ୍କର କେତେ ଏକର ଜମି ଅଛି? 5 ଏକର ଟିକେ ଅଧିକା ହେବ। ମଣ୍ଡିକୁ ଧାନ ନେଇଛନ୍ତି? ଆଜ୍ଞା, ଗୋଟେ ଗାଡ଼ି ସେ କହିଲେ ମଣ୍ଡି ନ ଥାଏ, ମଣ୍ଡିଟା ନେବେନି, କହିଲେ ମିଲ୍କି ପଠାଅ। ଆଜ୍ଞା ମଣ୍ଡି ଏଠି ଖୋଲିନାହିଁ, କହିଲେ ଯେ ଡେରି ହେଲାଣି, କହିଲେ ମିଲ୍କି ଧାନ ପଠାଅ। ଓ ମିଲ୍କୁ ଡାଇରେକ୍ଟ ପଠାଅ? ଆଜ୍ଞା। ମଣ୍ଡି କେବେ ଆରମ୍ଭ ହେଲା ଆଜ୍ଞା? ମଣ୍ଡି ଆରମ୍ଭ ହେଲା 3 ଦିନ ତଳେ ଆରମ୍ଭ ହେଲା, କିନ୍ତୁ ଏପର୍ଯ୍ୟନ୍ତ ଧାନ କିଣା ହେଇନାହିଁ ମଣ୍ଡିରେ। ମାନେ ଆପଣ ଦେଖନ୍ତୁ, ମଣ୍ଡି ଆରମ୍ଭ ହେଇକି ମାତ୍ର 3 ଦିନ ହେଇଛି, ଧାନ କିଣା ହେଇନାହିଁ। ଆଉ ମିଲର ପାଖକୁ ଡାଇରେକ୍ଟ ପଠାନ୍ତୁ କହୁଛନ୍ତି। ମିଲର ପାଖକୁ ଯାଇଥିଲେ? ଆଜ୍ଞା। କଥା ହେଲେ? ଆଜ୍ଞା। କ'ଣ କହିଲେ ଆଜ୍ଞା? କହିଲେ ଯେ ଆମେ ହେଉଛୁ ଧାନ ତମେ ଦିଅ, ଆମେ ଗାଡ଼ି ଶୀଘ୍ର ଅନଲୋଡ଼ କରିନେବୁ, ଆଉ ତାହେଲେ ଆମେ ଧାନ ପଠାଅ। ପଠାଇଲା ପରେ 4 ଦିନ ଗାଡ଼ି ଯାଏ। କେତେ କାଟିବୁ ବୋଇଲେ? 10%। 10% କାଟିବେ? 9% ହେଉଛି କାଟିବେ। ଭାବନ୍ତୁ ତାଙ୍କର ଦୋଷ, ପ୍ରକୃତି ସୋସାଇଟି ଯେଉଁ ମଣ୍ଡିର ଦୋଷ, ସେମାନେ ମିଲର ଉପରକୁ ଦେଇଦେବେ। ମିଲର ଗୋଟା ଛୋଟା କାଟିକି କିଣିବ 10 କେଜି ମାନେ 250 ଟଙ୍କା ନା କେତେ? 10 କେଜି ନା କେତେ? ଚାଷୀର ସମସ୍ୟାଟା ଆମେ ଗଭର୍ଣ୍ଣମେଣ୍ଟ ଲୋକ ବହିଛି 280 ଟଙ୍କା କାଟିବ, 3100 ଟଙ୍କା ଦେବା କଥା। 280 ଟଙ୍କା କାଟିଲା ପରେ ଆପଣ ପାଇବେ କେତେ? 2800 ଟଙ୍କା। 2750 ଟଙ୍କା 50 ଟଙ୍କା ପାଇବେ। ଆପଣ ହରେଇବେ 280 ଟଙ୍କା। ଆପଣ କ'ଣ କହୁଛନ୍ତି? ଆପଣ କେଉଁଠି କ'ଣ ଦେଖନ୍ତୁ, ମୁଁ କ'ଣ କରୁଛନ୍ତି? ଆଉ ଯେ ବଡ଼ କଥା ହେଉଛି ଯେଉଁମାନେ ଅଛନ୍ତି ଏଠି ଯାହା ଚାଲିଛି ସେଟା କ'ଣ ଭୁଲ ଠିକ୍ ତ ହେଉଥିବ। ତେଣୁ ଗୋଟିଏ ରିକ୍ୱେଷ୍ଟ ଆପଣ ଆମର ଜଳସ୍ତ କଲେ ଯେଉଁ ରହୁଛନ୍ତି ତାର ବି ନାହିଁ, ନେଇଛନ୍ତି ତାକୁ ନେଇଛନ୍ତି, ଜଳସେଚନ ନେଇଛନ୍ତି, ଲକ୍ଷ ଲକ୍ଷ ଟଙ୍କା ନେଇ ଦେଖିଲା ବେଳକୁ କାମ ନାହିଁ। ଠିକ୍ ଅଛି, ଠିକ୍ ଅଛି। ଆଜ୍ଞା ଆପଣ କହୁଥିଲେ ଭାଇ ଆପଣଙ୍କର ଧାନ କେତେ ନେବେ ସେମାନେ? 5 ଏକର ଜମିରୁ କେତେ ଧାନ ସେମାନେ ନେବେ? ମେସେଜ ଆସିଛି ପାଖାପାଖି 24 କୁଇଣ୍ଟାଲ ଖାଦ୍ୟ ଆସିଛି। 5 ଏକରରୁ ମାତ୍ର 44 କୁଇଣ୍ଟାଲ, 44 କୁଇଣ୍ଟାଲ। ଆଜ୍ଞା।
आधार किसी कौन कहीं 44 ने ଆପଣ କେତେ ବିକିବା ପାଇଁ ଚାହୁଁଛନ୍ତି? ଆମର ଦେଖିବା ପାଇଁ ହେଲେ ପାଖାପାଖି ମାନେ 80 କୁଇଣ୍ଟାଲରୁ 90 ଟଙ୍କା ହେଲାଣି। 80 କୁଇଣ୍ଟାଲ ଆପଣ ବିକ୍ରି କରିପାରିବେ, ମାତ୍ର ଆପଣଙ୍କର ନେବେ 94। ବାକି ଧାନ ଆପଣ କ'ଣ କରିବେ? ଯଦି କାହାକୁ ଫ୍ରି ସେଲ୍ କାହାକୁ ବିକିବି କମ୍ ସମୟରେ ଫ୍ରି ସେଲ୍ରେ କେତେ ଟଙ୍କାରେ ବିକିବେ? 800 ଟଙ୍କା 700 ଟଙ୍କା କରୁଛନ୍ତି। ସେଇଟା ହେଉଛି ପ୍ରଶ୍ନ। ମୁଁ ସେଇଟା ଆପଣମାନଙ୍କ ଭିତରେ ଆଲୋଚନା କରିବା ପାଇଁ ଚାହୁଁଛି ଯେ ଗୋଟେ ଚାଷୀର ଯେତେ ଧାନ ସେ ବିକ୍ରି କରିବା ପାଇଁ ଚାହୁଁଛି ସେତିକି ଧାନ ଯଦି ନ୍ୟାୟୋଚିତ ଭାବରେ କିଣା ହେବ ତାହେଲେ ସେ ତାର ଉଚିତ ପ୍ରାପ୍ୟ ପାଇବ। ଏକରେ ତ ପାଖାପାଖି 300 ଟଙ୍କା କାଟୁଛନ୍ତି। ତାପରେ ସାର୍ ଆଉ ଗୋଟେ କଥା, ଯେଉଁ ମିଲର ପ୍ରତି ପଠେଇଲେ ଯେ ଆମେ ପଇସାଟି ପଠେଇଲା ଗାଡ଼ି ମିଲର ପାଖକୁ 8 ଦିନ ଯଦି 4 ଦିନରେ ଗାଡ଼ି ବିକ୍ରି କରିବେ ସେ ବି ବିକ୍ରି ହେଲେ ପଇସା ଅଧିକା ଭଡ଼ା ବି ନେବେ, ତେଣୁ ଆମର ଖର୍ଚ୍ଚ ବି ଅଧିକା ଯିବ। ଦେଖନ୍ତୁ ଆପଣଙ୍କ ମଣ୍ଡିରେ ଗାଡ଼ି ପଡ଼ି ରହିଲା ମାନେ ଆପଣଙ୍କ ଭଡ଼ା ପଇସା ଦେବାକୁ ପଡ଼ିବ। ମିଲ୍ରେ ବି ପଡ଼ି ରହିଲା ମାନେ ମିଲ୍ରେ ବି ଭଡ଼ା ପଇସା ଦେବାକୁ ପଡ଼ିବ। ଭଡ଼ା ପଇସା ଦେବ, ଅନ୍ୟର ପଇସା ଦେବ। ଆପଣ ବିଚାର କରନ୍ତୁ ସେଇଟା ଭଡ଼ା ପଇସା ଦିନକୁ କେତେ? ଯେହେତୁ ଧରିନିଅନ୍ତୁ ଗୋଟେ ଗାଡ଼ି ଗଲେ 1000 ଟଙ୍କା ମିଳିବ ବିକାଶ ନେବ। ଆଚ୍ଛା ଆଚ୍ଛା ତାପରେ ତାର ଇଏ ରିଟର୍ନ ପଇସାଟା ବିକାଶ ଦେଲେ 1000, ଗାଡ଼ି ଭଡ଼ା ପଇସା କୁଇଣ୍ଟାଲରେ 400। କେତେ? କୁଇଣ୍ଟାଲରେ 400। କୁଇଣ୍ଟାଲରେ 40 ଟଙ୍କା। ଗୋଟେ ଗାଡ଼ିରେ କେତେ କୁଇଣ୍ଟାଲ ଧାନ ରହୁଛି? ଧାନ ଥିବ ଥରେ ଆମର ଯେଉଁ ଗାଡ଼ି ଯାଇଛି ମୋ ଗାଡ଼ି ଯେଉଁ ଯାଇଛି ସେଟା ହେଉଛି ପାଖାପାଖି 50 କୁଇଣ୍ଟାଲ ଭିତରେ ହେବ। 50 କୁଇଣ୍ଟାଲ ତାହେଲେ 40 2000 ପ୍ଲସ୍ 1000 3000 ଟଙ୍କା ଦିନକୁ ଆପଣଙ୍କ 30,000 ନୁକସାନ ହେଲେ କେତେ ଦିନ ରହିବାକୁ ପଡ଼ୁଛି? 4 ଦିନ ହେଲା ଆଜି ଅମଳ ହେଇନାହିଁ। ଅନଲୋଡ଼ ହେଇନି ଧରନ୍ତୁ 5 ଦିନ ବୋଲେ ଆପଣଙ୍କର ହେଲା 5 3 15,000 ଟଙ୍କା ଏଠି ଲସ୍ କଲେ। ନାଇଁ ସାର୍, ନାଇଁ ସାର୍, 5,000 ଟଙ୍କା ମୁଁ ଡେଲି ମାନେ ତାକୁ ଡେଲି ହେଉଛି ରିଟେଲ୍ ପଇସା ଭଡ଼ା ଦେଇ 2,000 ଟଙ୍କା ଜମା 2,000 ଟଙ୍କା ଦେଇତେ ପଡ଼ିବ ସେ 5,000 ଟଙ୍କା। 5,000 ଟଙ୍କା ସର୍ବମୋଟ ଦେବେ ତାକୁ ଡିଟେନସନ୍ର ଭଡ଼ାର ମିଶିକି ମାନେ 5,000 ଟଙ୍କା ଏପଟେ ଦେବେ, ସେପଟେ କ୍ୱିଣ୍ଟାଲ ପିଛା 280 ଟଙ୍କା କାଟିଲେ ଆଉ ଆପଣଙ୍କର ପୁରା ଧାନ ବି କିଣିଲେ ନାହିଁ ମାନେ ଆପଣଙ୍କର 44 ଗଲା ମାନେ ଆପଣ 80 କୁଇଣ୍ଟାଲ ବିକିବା ପାଇଁ ଚାହୁଁଥିଲେ ଆପଣଙ୍କର ବସି 36 କୁଇଣ୍ଟାଲ ଧାନ ରହିଗଲା। 36 କୁଇଣ୍ଟାଲ ଧାନକୁ ଆପଣ 800 ଟଙ୍କାରେ ବିକିବେ ବୋଲେ ଆପଣଙ୍କର ଲସ୍ ହେଲା 1,379 ଟଙ୍କା। ପର କୁଇଣ୍ଟାଲ ଲସ୍ ହେଲା 1,379 ଟଙ୍କା। ମାନେ ଆପଣଙ୍କର 13 କୁଇଣ୍ଟାଲରେ କେତେ ହେଲା? 40 କୁଇଣ୍ଟାଲ 40,000 ଟଙ୍କା ଲସ୍ ହେବ। 40,000 ଟଙ୍କା ଲସ୍ ହେବ। 40,000 ଟଙ୍କା ଗୋଟେ ଚାଷୀ ହରେଇବ। ଆପଣଙ୍କର କ'ଣ ଗତି ଅଛି? ଏମାନେ କହୁଛନ୍ତି ମ୍ୟାକ୍ସିମମ୍ ଗୋଟେ ଚାଷୀର 150 କୁଇଣ୍ଟାଲ ଧାନ ଗୋଟେ ଚାଷୀର କିଣିବେ, ତାଠୁ ଅଧିକ କିଣିବେ ନାହିଁ। ଯେଉଁ ଚାଷୀର ଯେତେ ଜମି ଥାଉ, ଯାହାର 10 ଏକର ଥାଉ 20 ଏକର ଥାଉ, ଗୋଟିଏ 10 ଏକର ଷ୍ଟାଣ୍ଡାର୍ଡ ଏକର ହେଲା 10 ଏକର। ଏପଟେ ଚାଷୀ ଅଛନ୍ତି, ଏଠି ଜଣେ ଚାଷୀ ଆପଣ ଦେଖିଲେ ନାଇଁ ତ ଆପଣ ଗୋଟିଏ ଚାଷୀର ଧାନ ଯେଉଁ ପରିମାଣରେ କିଣୁଛନ୍ତି ଆପଣ ଦେଖନ୍ତୁ 10 କୁଇଣ୍ଟାଲ 10 ଏକର ଯାହା ଅଛି ଜମି ସେ 10 × 25 ମାନେ ହାରାହାରି 250 କୁଇଣ୍ଟାଲ ଧାନ ହେଲା। 250 କୁଇଣ୍ଟାଲ ସେ 150 କୁଇଣ୍ଟାଲ ଗଲା ପରେ 100 କୁଇଣ୍ଟାଲ କୋଉଠି ବିକିବ? ସେଇ 800 ଟଙ୍କାରେ ବିକିବ ମିଲର ପାଖକୁ ନେଇକରି। ସେ କେତେ ହରେଇଲା ମାନେ ଚାଷୀ ଡିଏପି କିଣୁଛି କେତେ? 2,500 ଟଙ୍କା ଡିଏପି। ୟୁରିଆ କିଣୁଛି କେତେ? 1200 1500 1300ରେ ୟୁରିଆ କିଣୁଛି। 1300ରେ ୟୁରିଆ କିଣିବ, ଡିଏପି କିଣିବ 2,500 ଟଙ୍କାରେ। ଆଉ क्विंटल पिछा से हरेब 1,300 टंका। ए देश में चाष चाषी दुईटा बंचिकी रही पारे
ମୁଣ୍ଡ ଝାଳ ସୁନ୍ଦର ମାରି ଖଟିବି ହ୍ୟାଣ୍ଡ ଟୁ ମାଉଥ୍ ହେବେ, ଖାଲି ହ୍ୟାଣ୍ଡ ଟୁ ମାଉଥ୍ ହେବେ। ସେଥିରେ ବି ଋଣ ଲାଗିବାର ସମ୍ଭାବନା ଅଛି। ଲାଭ କ'ଣ ଦେଲା? ବର୍ଷ ଯାକ ପରିଶ୍ରମ ପରେ ଗୋଟେ ସିଜନରେ ସେ ତାର ଜମିର ଫସଲ ଉତ୍ପାଦନ କଲା। ଉଲ୍ଟା ଆମେ ଚାଷୀରୁ ପଳେଇ ଆସିଲା। ଆପଣ ଭାଇ ଆପଣ ଚାଷ ଯେଉଁ କରୁଛନ୍ତି ବର୍ଷା ପାଣିରେ ନା, ଏଠି ଚାଷୀମାନେ ବର୍ଷା ପାଣିରେ ଚାଷ କରନ୍ତି, ଇରିଗେସନ୍ ତ ନାହିଁ। ଆପଣ ବୋରୱେଲ୍ ବସାଇଛନ୍ତି, ମୋଟର ଲଗେଇଛନ୍ତି। ବାବୁ ଆପଣ ମୋଟର ଲଗେଇଛନ୍ତି? ନାଇଁ ଆଜ୍ଞା, ଆମର ଜଳସେଚନ ଜମି ନାହିଁ ଆଜ୍ଞା। ନାଇଁ ଯେ ଆପଣ ଡିପ୍ ବୋରୱେଲ୍ କରିଛନ୍ତି? ଆଜ୍ଞା ଆଜ୍ଞା ନିଜେ କରିଛନ୍ତି? ଆଜ୍ଞା ଇଲେକ୍ଟ୍ରି ଲଗେଇକରି ପାଣି ଉଠାଉଛନ୍ତି? ଆଜ୍ଞା ଆଜ୍ଞା। କେତେ ପଇସା ଇଲେକ୍ଟ୍ରି ବିଲ୍ ଆଣୁଛନ୍ତି? यूनिट पीछे पर यूनिट 3.90 पैसा 3 टका 90 पैसा। 3 ଟଙ୍କା 90 ପଇସା। ଆଜ୍ଞା ସାର୍। ଟୋଟାଲ ଆପଣଙ୍କ ଜମିରେ ଗୋଟେ ସିଜନ ଦେଖ ଚାଷରେ କେତେ ବିଜୁଳି ଆପଣ ଖର୍ଚ୍ଚ କରୁଛନ୍ତି? ଆଜ୍ଞା ସାର୍, ଆମର पर यूनिट ଯଦି 3 ଟଙ୍କା 90 पैसा ଆସୁଛି ସାର୍, मेगावाट बिजली उत्पादन करुछु आमे कोयलारू एवं पानीरू केते मेगावाट बिजली उत्पादन करुछु? ଆଜ୍ଞା ସାର୍। आमे हरारी 50 मेगावाट 25,000 मेगावाट पर आपण देखो 222 मिलियन टन और सेथिरू आमे जो 25,000 मेगा बोले तमर जते रोजगार करुछ से भितरे गोटे एक्स्ट्रा रोजगार घंटा को तुम बिजली केते घंटा व्यवहार करो दिन को? सर दिन को तो 24/7 सर मैक्सिमम गरीब लोग हमें तथापि भी 24/7 सर रोज इलेक्ट्रिसिटी तो पब्लिक बिजली से व्यवहार नहीं चाष पाई केते घंटा चलो? सर चाष पाई मैक्सिमम 4 to 5 आवर्स सर। 4 to 5 आवर्स पर डे सर। बोले दिन को 4 घंटा हेले आपण 2400 टंका बिजली व्यवहार कले। आज्ञा सर। आप दिन को 2400 टंका बंची था निश्चित। केते दिन बिजली चलाउछंती? सर 1 to 3 मंथ मैक्सिमम सर चाष पाई 3 मंथ रु 1 मंथ सर मैक्सिमम बिजली 1 मंथ चलाउछ? आज्ञा सर। 1 मंथ हेले दिन को 2400 टंका हेले 30 दिन को केते हैला भाई? सर 64 to 60,000 आज्ञा ऊपर हैला मिनिमम 60,000 आपनकर वंचित होई थांता। आपनकर अर्थनीति आपनकर आर्थिक उन्नति 60,000 वंचित थिले आपनकर 60,000 मिनिमम टंका बंची थांता। आज्ञा सर निश्चित। 60,000 नहीं थिले आपनकर जो असुविधा घरे होची आज्ञा सर। पूरा कर पारिता निश्चित सर। आपण ऋण काहाको लागते नहीं सर। आपण गोटे स्वाभिमानी चाषी हो पार निश्चित सर। आपन को समाज रे सम्मान मिलता निश्चित ये गोटे भल चाषी बोली आप जहाँ कमाउछंती सा खर्च हो जाउछि निश्चित इन्वेस्टमेंट रे जाउछि तेणु आपन को माने एटा जे चाषी रे दुख सर पूरे इन्वेस्टमेंट बेस्ट अचीवमेंट चाषी एटा चाहे सर। हाँ सेटा कहछि जे आमठू बिजली नहीं आज्ञा 30 भाग चाषी मागणारे बिजली पाउछंती। आम ओडिसा रे आपण भलिया केते चाषी अछंती बिजली नौछंती जानिछंती? 2% मात्र 2% चाषी बिजली व्यवहार करुछंती। से 2% चाषी को जदि आमे जदि फ्री रे चाषी को बिजली देबो जेते अनज जलसेचित जमी रे निश्चित चाषी मन सब व्यवहार करिवे निश्चित सर। के मोटर लगैबो आज्ञा पानी उठैबो जलसेचन करिवो एवं 2 फसली करिवो निश्चित सर। 2 फसल होला पाई हमर सर एथि एमिति सिचुएशन अछि जे कि सरकार जतबे कहले 300 यूनिट बिजली छाड़ होई जीवो सर सेथि पई ही चासी से माने जहां भी हो माने गॉड टू बी रिप्रेजेंटेटिव टू बी गॉड देन टू बी सरकार एमिति हला जे चासी कर दुख ही किछि सुनु ना सर। मु तो कहतली मागणा बिजली कथा को परे आसीबी मु चाषी को मागणा बिजली कथा कहछि। चाष पाई आमे एते किछि करूछु हमर चाषी गौरवान्वित हबो चाषी 2 गुण लाभ पाइबो जदि फ्री रे निश्चित सर फ्री रे ताकू बिजली दिया जाए ताहेले हमर उत्पादन राज्यर बढ़िबो चाषी समृद्धि हेले गाँ समृद्धि हेबो जिला समृद्धि हेबो राज्य समृद्धि हेबो।
ମାତ୍ର ସେଇଟା ଚାଷୀ କରୁନାହାନ୍ତି। ଓଡ଼ିଶା ଚାଷୀକୁ ମାଗଣାରେ ବିଜୁଳି ଦେଉନାହାନ୍ତି। ତା ଛଡ଼ା ନିର୍ବାଚନ ବେଳେ ବିଜେପି ବାଲେ ତାଙ୍କର ମ୍ୟାନିଫେଷ୍ଟୋରେ 300 ୟୁନିଟ୍ ମାଗଣା ବିଜୁଳି ଦେବୁ ଖାଉଟିଙ୍କୁ, ଉପଭୋକ୍ତାଙ୍କୁ 300 ୟୁନିଟ୍ ମାଗଣାରେ ବିଜୁଳି ଦେବୁ ବୋଲି କହିଥିଲେ କି ନାହିଁ? ମୁଁ ଆପଣମାନଙ୍କୁ ପଚାରିବା ପାଇଁ ଚାହେଁ। ବର୍ତ୍ତମାନ ଆପଣଙ୍କର ପ୍ରଶ୍ନ କଲା, ମୁଁ ସମସ୍ତଙ୍କୁ ପଚାରିବା ପାଇଁ ଚାହୁଁଛି। ତ ଆପଣଙ୍କୁ 300 ୟୁନିଟ୍ ବିଜୁଳି, ମୋତେ ଗୋଟେ ଲୋକ ସାଧୁତାର ସହିତ କିଏ କହିବେ ଭାଇ ଯେ କଂଗ୍ରେସକୁ ଭୋଟ ଦେଇନାହିଁ, ଟିକେ ହାତ ଉଠେଇବେ କି? ଏଠି ସମସ୍ତେ ଅଛନ୍ତି, ଭୋଟ ଦେଇଛନ୍ତି, ଏଇଟା ତ ନୁହଁ। ଅନେଷ୍ଟଲି ଗର୍ବର ସହିତ କୁହନ୍ତୁ ମୁଁ କଂଗ୍ରେସକୁ ଭୋଟ ଦେଇନି। କାହିଁକି ନଦେଲେ ସେଇ କଥା ଆମେ ପଚାରିବା। ଆପଣ ଅଧିକାଂଶ ଚାଷୀ, ଅଧିକାଂଶ ନାଗରିକ ଭୋଟ ଦେଲେ 300 ୟୁନିଟ୍ ବିଜୁଳି ଯଦି ଫ୍ରିରେ ମିଳିବ ବେଲେ ଯାହା ଘରେ 300 ୟୁନିଟ୍ ବିଜୁଳିର ପଇସା ଦେବାର ଶକ୍ତି ନାହିଁ, କିନ୍ତୁ ବିଜୁଳି ଜଳୁଛି, ତାର ବିଜୁଳି ବାରମ୍ବାର କାଟୁଛନ୍ତି ତାର ଲାଇନ୍, ସେ ତ ନିଶ୍ଚୟ ଭୋଟ ଦେବ। ଯେ 300 ୟୁନିଟ୍ ବିଜୁଳି ମୁଁ ମାଗଣାରେ ପାଇବି, ମୋ ଘରର ବିଜୁଳି ସଙ୍କଟ ତ ଦୂର ହେବ। ଏ କଥା ତ ଲକ୍ଷ ଲକ୍ଷ ଭୋଟର ଭାବିଥିବେ କି ନାହିଁ? କି ଭାବିନଥିଲେ? ଗୋଟେ ପାର୍ଟି କହିବ ଏବଂ ସେ କଥାକୁ ଲୋକ ଭାବିବେ। ଲୋକ ଅନେକ ଭାବିକି ଦେଲେ 300 ୟୁନିଟ୍ ବିଜୁଳି ମାଗଣାରେ ପାଇବୁ। ଏ କଥା ମୁଁ ପଚାରିବା ପାଇଁ ଚାହେଁ ସାଧାରଣ ଲୋକଙ୍କୁ। ଆମ ପାର୍ଟି ବାଲେ କୁହନ୍ତୁ ନାହିଁ, ପାର୍ଟି ବାଲେ କହିବାଟା ବାଷ୍ଟ ହେବ, କିନ୍ତୁ ସାଧାରଣ ନାଗରିକ କୁହନ୍ତୁ, ଦୋକାନୀ କୁହନ୍ତୁ, ଗରିବ ଏ ଛୋଟ ଛୋଟ ଦୋକାନୀ ମାନେ ଏ ଯେଉଁ କରୁଛନ୍ତି, ସେ ଦୋକାନୀ ଭାଇକୁ ପଚାରିଲେ କେତେ ବିଜୁଳି ବ୍ୟବହାର କରୁଛି, ମାଇକ୍ ଦେଲେ ସେ ତାକୁ, ବାବୁ ବିଜୁଳି କେତେ ଟଙ୍କା ବାନ୍ଧୁଛ ବାବୁ ମାସକୁ? 400 ଟଙ୍କା ମାସକୁ ବାନ୍ଧୁଛ। କେତେ ୟୁନିଟ୍ ବିଜୁଳି ଲାଗୁଛି? ୟୁନିଟ୍ କେତେ ଲାଗୁଛି? 7ଟାରୁ 9ଟା ଆଉ 10ଟା ଆଉ 3 ଘଣ୍ଟା ଆଉ କେତେ ୟୁନିଟ୍ ଲାଗୁଛି? ମାନେ ଆମର 4 ଟଙ୍କା ହେଲା ୟୁନିଟ୍, ଧର 4 ଟଙ୍କା ୟୁନିଟ୍ ପର୍ ୟୁନିଟ୍ ହେଲେ ସେ 400 ଟଙ୍କା ବାନ୍ଧୁଛି, ମାନେ 100 ୟୁନିଟ୍ 300 ୟୁନିଟ୍ ଭିତରେ ଯାଉଛି, ତାର 400 ଟଙ୍କା ମାସକୁ ବଞ୍ଚିଯିବ। ବଞ୍ଚିବ କି ନାହିଁ? ଆଜ୍ଞା ତୋର ଲାଭ ହବ କି ନାହିଁ? ଆଜ୍ଞା ତୋ ପରିବାରକୁ ସହାୟକ ହବ କି ନାହିଁ? କମଉଛ କେତେ? 400-500 ଟଙ୍କା କମଉଛି ଆଉ ଦିନକୁ। ସେଇ 400-500 ଟଙ୍କା କହୁଛୁ ବିଜୁଳି ରହି ଦଉଛୁ, ଆଜ୍ଞା ତ ବଞ୍ଚିବ କି ନାହିଁ? ଆରେ ତୋର 400 ଟଙ୍କା ବଞ୍ଚିବ କି ନାହିଁ? ତୁ 100 ୟୁନିଟ୍ ବିଜୁଳି ଯୋଗାଡ଼ କରୁଛୁ। ଆଚ୍ଛା, କା ଘରେ ଆପଣ ଭାଇ କହିଲେ ଆପଣଙ୍କ ଘରେ ବିଜୁଳି ମାସକୁ କେତେ ଟଙ୍କା ବାନ୍ଧୁଛ? କେତେ ଟଙ୍କାର ବିଜୁଳି ବାନ୍ଧୁଛ? ହଁ, 270 ଟଙ୍କା, ମାନେ ଆପଣ 50 ୟୁନିଟ୍ ବିଜୁଳି ବ୍ୟବହାର କରୁଛନ୍ତି। ଆପଣ ଘରେ କେତେ ବିଜୁଳି ବାନ୍ଧୁଛନ୍ତି? 250-300 ୟୁନିଟ୍ ଟଙ୍କା ବାନ୍ଧୁଛନ୍ତି। ଆପଣ ଘରେ କେତେ ବିଜୁଳି ଦେଉଛନ୍ତି? ହଁ, ସେଇଠି କେତେ 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 ଟଙ୍କା ବାନ୍ଧୁଛନ୍ତି ବିଜୁଳି? ମୁଁ 600-700 ଟଙ୍କା 600-700 ଟଙ୍କା ମାସକୁ ବାନ୍ଧୁଛନ୍ତି ଆପଣ। 600-700 ଟଙ୍କା ହେଲେ 300 ୟୁନିଟ୍ ଭିତରେ ହେଉଛି। ଆଚ୍ଛା ଭାଇ, ଆମର ଆପଣ ଭାଇ କେତେ ବାନ୍ଧୁଛନ୍ତି? କେତେ ଟଙ୍କା ବାନ୍ଧୁଛନ୍ତି? 1000 ଟଙ୍କା ହେଉଛି। 1000 ଟଙ୍କା ହେଲେ ମଧ୍ୟ 300 ୟୁନିଟ୍ ଭିତରେ ହେଉଛି। ହଁ ହଁ ହଁ, 250 ୟୁନିଟ୍। ଆଚ୍ଛା, ଆପଣ କେତେ ୟୁନିଟ୍ ବିଜୁଳି ଜଳୁଛନ୍ତି ମାସକୁ? କେତେ ବାନ୍ଧୁଛନ୍ତି? 1000 ଟଙ୍କା ହେଇଛି, ମାନେ 1200-1500 ଟଙ୍କା ବାନ୍ଧିବା ଲୋକେ 90% ଲୋକ ଅଛନ୍ତି। ଆପଣମାନେ ସମସ୍ତଙ୍କର ଘରେ ବିଜୁଳି ଫ୍ରି ହେବ ଯଦି 300 ଟଙ୍କା ଯେଉଁ ଏ ସମସ୍ତେ ଯେତେ ଏଠି ଅଛନ୍ତି, ଗୋଟେ ଦୁଇଟା ଯିଏ ଏସି ବେଶୀ ବ୍ୟବହାର କରୁଛି, ଯାହା ଘରେ ଏସି, ଅଶୋକ ଘରେ, ମୋ ଘରେ, ନଳିନୀ ଘରେ ହେଇପାରେ, ଏଠି ଆମର ବସିଥିବା ଅଡ଼ିଏନ୍ସ ଭିତରୁ 4-5 ଜଣଙ୍କର ଘରେ ହେଇପାରେ ଏସି ଯେଉଁମାନେ ବ୍ୟବହାର କରୁଛନ୍ତି। ନହେଲେ ଯେତେ ଏସି ବ୍ୟବହାର ହେଇନାହିଁ, ଏସି ବି ଯେଉଁମାନେ ସିଜନ୍ ଦେଖେ ବ୍ୟବହାର କରୁଛନ୍ତି ଆଉ କମ୍ ସମୟ ବ୍ୟବହାର କରୁଛନ୍ତି, ସେମାନଙ୍କର ଘରେ ବି
1200 300 ଟଙ୍କା 300 ୟୁନିଟ୍ ଭିତରେ ହେଇଯିବ। ଏଠି ରାଜ୍ୟର ଖାଉଟି ଉପଭୋକ୍ତା କେତେ ଲାଭବାନ ହେବେ? ଆଚ୍ଛା ଭାଇ କଥା ଦେଇଥିଲେ କଲେ ନାହିଁ କାହିଁକି? ଆପଣମାନେ କିଏ ପଚାରୁଛନ୍ତି ବିଜେପି ନେତାମାନଙ୍କୁ, ମନ୍ତ୍ରୀମାନଙ୍କୁ, ସରକାରକୁ? ମିଟିଂ କରୁଛନ୍ତି, ସଭା ସମିତି କରୁଛନ୍ତି, ଉତ୍ସବ ମାନଙ୍କରେ ଆସିକି ଭାଷଣ ଦେଉଛନ୍ତି। ଲୋକଙ୍କର ସୁଖକୁ ଦେଖନ୍ତୁ ଆଗ। ଲୋକଙ୍କର ସୁଖ ସମୃଦ୍ଧି ଆସିଲା ପରେ ଉତ୍ସବ ବି ସୁନ୍ଦର ହୁଏ। ଉତ୍ସବ ବି ସୁନ୍ଦର ହୁଏ। ଲୋକ ସରକାରର କାର୍ଯ୍ୟକଳାପରେ ହର୍ଷିତ ହେବେ, ଖୁସି ହେବେ, ଆନନ୍ଦ ହେବେ, କରିବେ ନା ଖାଲି ନବୀନ ବାବୁ କହିଦେଉଥିଲେ ସେ ସମୟରେ ଖୁସି ତ ଖାଲି ଖୁସିରେ ହେଇଗଲେ। ଯାତ୍ରାରେ ନୃତ୍ୟ ଗୋଟେ ଦେଖିଦେଲେ, ଗୋଟେ କଳାକାର ମାନଙ୍କର ଭାଷଣ କି ଗୀତ କି ମ୍ୟୁଜିକ୍ ଶୁଣିଦେଲେ ଖୁସି ହେଇଯିବ। ଏ ଆମର ଯେଉଁ ମ୍ୟୁଜିକ୍ ପେଟରେ ବାଜୁଛି, হ্যাঁ ঘরে যে দুঃখ বাজুছি, কেতবে স্ত্রী কোণ করছি, কেতবে পিলা কোণ করছি, কেতবে ঝিও কোণ করছি, কেতবে বউ কোণ করছি, এসব তো মিউজিক না। সে কথা আপন মানে যে অনুভব করছেন, সে কথার কে সুন্দর সমাজ হন্তা যদি ঘরের দুঃখ, আর্থিক দুঃখটা দুঃখ কিছু আছে। আর্থিক দুঃখ যদি বোঝ যদি হালকা হয়ে যায় কিছু মাত্রারে, তাহলে জীবন কেতে সুন্দর হবে। परिश्रम तो समस्ते बचाई कर कहीं तो बिना परिश्रम कहीं बंचु ना। कठिन परिश्रम करी परिवार चलाउछन्ति। आपण माने सेथिरे रोग होउछि, सेथिरे हॉस्पिटल जाउछन्ति, खर्च करूछन्ति, सेथिरे बाहागर होउछि, सेथिरे दशागर होउछि, किछि मोर जीवन चरित्र चलीछि समस्त। ए कथा केते दुखर लोके बंचुछन्ति, ए कथा को सरकार हृदयंगम करबा उचित कहीं करवानी। सरकार जदि आम माटी तले थिबा खनिज संपद को बिक्री करी कंपनी मान को लक्ष लक्ष कोटी टंका, लक्ष लक्ष हजार कोटी टंका रोजगार करने को दौर, जदि आम समुद्र पानी को कलुषित करुछन्ति, जदि आम नदी मानकर पानी को व्यवहार करके लक्ष लक्ष कोटी टंका रोजगार करुछन्ति, सेमानकु सरकार कहीं फैसिलिटी दौरान कौन? आपण गरीब लोक पर यूनिट 4 टंका देव, और कंपनी गोटे अच्छी से पर यूनिट 5 टंका देव। जे लक्ष लक्ष कोटी टंका रोजगार करुछि, बैंक ऋण नौछि हजार हजार कोटी टंका, ताकू इनवेस्ट करुछि, कंचामाल आम माटी भीतर नौछि, पानी आमर नदी नौछि, जोटा लोकंकर हक अच्छे से सब रहला परे तार ऊपर बिजुली टैक्स मात्र 5 टंका। अन्य राज्य रे 7 टंका 7 टंका 9 टंका 11 टंका जाए, 7, 9, 11 जगह अच्छे। आमर लोकों को मुक्त बिजली देखी, चाषी को मागणार बिजली देखी, आमर जेते ओडिशा रे खड़ी खड़ा जाउछि, और जेते फैक्ट्री अच्छी भारत वर्ष कि नहीं, ओडिशा रे जेते अच्छी सब खड़ी उत्तोलन कर संपत्ति को लुटि नौ, सब पड़ोसी तो करदेवे, सब लुटि नहीं के पड़े जी किए रही। आम सब किए कैंसर, किए विभिन्न बीमारी, किए किडनी, किए पैनक्रियास, किए लिवर, सब बीमार ग्रस्त होकर आम अनिश्वासी होकर रही पल्यूसन एम कर। आमको बिजली दर में छाड़ करके जदि 5 टंका परिवर्तन 7 टंका 8 टंका कर दिया जाता, अन्य राज्य सेटा भी कम हम 7 टंका 8 टंका कले से करके आम ओडिशार 1,25,00,000 खाउटी और चाषी कूल को मागणार बिजली देले केते भल बनता हवा उचित कि आप हाथ उठाते कहीं हबार उचित आपण मैंने बुझी पारे तो ये कथा घरे घरे पूरे पूरे चर्चा हेबार आवश्यकता अच्छे कि नहीं? आपण मैंने चर्चा करेंगे 5 जन 10 जन को चा कप पिले ए भाई मैंने शुण कौन सी गोटे हाथ में है कौन सी गोटे छक है कची है आप 5 जन को चा पिलेबी शुण आसतु चा पिलेबी आ मत खाली बिजली उपरे आपण सागर डिस्कसन करेंगे 2 पद कथा है से कथा है 5 मिनिट 10 मिनिट कथा बुझीजे
যদি গোটে গোটে করে আপনার নাগরিক দায়িত্ব আছে কি না পড়োশী বিপদে পড়লে সহযোগ করছেন কি না কার ঘরে কে চালিগলার যাইকি ঠিয়া হচ্ছেন কি না তো তা ঘর আপনার ঘর সমস্ত ঘর বোঝ হালকা হও সুন্দর হও জীবন চাহিবে কি নাই তো চাহিবে বেড়ে যাইকি বসিবা কথা কি চা খটিরে বসাନ୍ତି পয়সা বেশি লাগু নাই টঙ্কা 100টারে ଆପଣ 10ଟା 15 ଜଣକୁ ଚା ପିଲେଇ ପାରିଲେ ଏଠି ଟିକେ ଟିକେ ଆମେ ଚା ପିଇଲୁ ବୋଧେ ଖର୍ଚ୍ଚ ହେଇଥିବ 500 ଟଙ୍କା ମ୍ୟାକ୍ସିମମ୍ କିଏ ଚା ପିଲେଇଲା ବାବୁ ଚା ଦୋକାନୀ ବାଲା କିଏ ଚା ଦୋକାନୀ ଚା ପିଲେଇଲା କେତେ ଏତିକି ଲୋକ ଚା ପିଇଲୁ ଏ ଛୋଟ ଗ୍ଲାସରେ ଖୁବ୍ ସେ ଖୁବ୍ 500 ଟଙ୍କା ଲାଗିବ 500 ଟଙ୍କାରେ ଏତେ ଲୋକ ବସି ଆମେ ଆମର ହିତ ସମ୍ପର୍କରେ नागरिक हित संपर्क पड़ोशी हित संपर्क आम भाईचारा हित संपर्क आम आलोचना कलु आलोचना आम धर्म हवा कथा कि फालतू गप करने अपेक्षा किसी जिनिस जिनिस भी आम जनजीवन सहित जो जड़ित आम जमी बारंबार जड़ित अच्छु से हवा कथा किसी कहवाई चाहूँ माइक दल हमको माइक कहीं आउ माइक कहीं अरे माइक क्या ना ये आमर गोटे ओबीसी लीडर कौन तो ଆଜ୍ଞା ମୁଁ ଜଣେ ଲିଡର ହେବି ଚାଷୀ ମୁଁ ଆଜ୍ଞା ଏଗ୍ରିକଲଚର ମିଟର ପାଇଁ ଆପ୍ଲାଏ କରିବା ପାଇଁ ଯାଇଥିଲି ଯେମିତିକି ଇଲେକ୍ଟ୍ରିକ୍ ମ୍ୟାନେଜରଙ୍କୁ ଯାଇ ଭେଟି ଜିଲ୍ଲା ମ୍ୟାନେଜର ଇଞ୍ଜିନିୟର କଲେକ୍ଟରଙ୍କୁ ଆପ୍ଲିକେସନ୍ ଦେଲା ପରେ ବି ସେମାନେ କହିଲେ 100 ଫୁଟରୁ ଯଦି ଅଧିକା ଦୂରରେ ଆମର ଇଲେକ୍ଟ୍ରିକ୍ ଖୁଣ୍ଟ ପାଖରୁ ଦୂରରେ ଆପଣ ଜମି ଅଛି ତାହେଲେ ଆମେ ଏଗ୍ରିକଲଚର କନେକ୍ସନ୍ ଦେଇପାରିବୁ ନାହିଁ ତାଙ୍କର ମାନସିକତା ହେଉଛି ଏଇଆ କେତେ ଇଲେକ୍ଟ୍ରିସିଟି ଆମ ରାଜ୍ୟରେ ଅଛି ଯେ ମୁଁ ତାକୁ ଉଦାହରଣ ଦେବି ମୁଁ କହିଲି ମଧ୍ୟପ୍ରଦେଶ ଭୋପାଳରେ ପାହାଡ଼ ଉପରେ ବି ଫୁଲ ଫୁଟୁଛି ସେଠି ମାନେ ଯଦି ବି ଆପଣ ବର୍ଷ ଭରି ଇଲେକ୍ଟ୍ରିକ୍ ପେ କରିଦେଇଛନ୍ତି ଗଭର୍ଣ୍ଣମେଣ୍ଟ ଚାହିଁଲା ଗୋଟା ବର୍ଷ କେବଳ ଫ୍ରି ବି କରିଦେଉଛି ଆପଣଙ୍କ ଆକାଉଣ୍ଟକୁ ଏତେ ପଇସା ପଳେଇ ଆସୁଛି ଆପଣ ବର୍ଷ ପର୍ଯ୍ୟନ୍ତ ବି ଭରିବେ ନାହିଁ ସେଠି ତ ଇଲେକ୍ଟ୍ରିକ୍ ତିଆରି ହେଉନି ଆମରି କୋଇଲା ଯାଉଛି କି ଆମ ଏଠୁ ବିଲକୁଲ ସେମାନେ ନେଇକି ଫ୍ରି ଦେଇପାରୁଛନ୍ତି ଆପଣ କାହିଁ ଦେବେନି ନା ନା ସେସବୁ ସରକାର କୁହନ୍ତୁ ବିଧାନସଭା କୋଶ୍ଚିନ୍ ଆନ୍ସର କରିବେ ସେଦିନ ଆମେ এইটা হচ্ছে কথা নিজ রেসপন্সিবিলিটি অন্য উপরে লদিদেবে যে বিভাগ যোপাই উদ্দিষ্ট যে ডিপার্টমেন্ট যোপাই উদ্দিষ্ট সেমানে বুঝিবা পাই প্রস্তুত নয় কিন্তু অসুলি করিবা পাই বিল অসুলি করিবা পাই লাইন কাটিবে অসৎ ব্যবহার করিবে নানা প্রকার কথা খাউটিকু উপভোক্তাকু শুনিବାକୁ পড়ুছে তেଣୁ আজি চর্চারে কাহার কিছু যদি মু এটি কহিলা পরে প্রশ্ন করিবার চাহুଛନ୍ତି তাহলে প্রশ্ন করিপারନ୍ତି প্লিজ ମୁଁ କିଛି କହିଥାନ୍ତି ଆପଣଙ୍କୁ ଏ ଅଞ୍ଚଳ ଯେତିକି ଚାଷ ଧାନ ଉପରେ ନିର୍ଭର କରୁଛନ୍ତି ଏଠି ମୀନ ମାନେ ସମୁଦ୍ର ଟାଇପ୍ ରହିଲା ବେଳକୁ ଚାଷ ମାଛ ଚାଷ ଉପରେ ମଧ୍ୟ ବହୁତ ଲୋକ ଡିପେଣ୍ଡ କରାଯାଏ ତାଦ୍ୱାରା ମାଛ ଯଦି